ମୋ ତରଫରୁ ତମ ଭାଗ ପାଇଁ ଅନେକ ଅନେକ ଅଭିନନ୍ଦନ। ଓ ଲିସା ତୁମ ମୋତାରେ ସିନ୍ଦୁର ତା ମାନେ ତୁମେ ଭାଇଛ। ସେଦିନ ତମ ସ୍ତ୍ରୀ ରୂପାକୁ ଚ୍ୟାଲେଞ୍ଜ ଦେଇ କହିଥିଲି ନା ତମ ବାହାଘର ଯୋଉ ଡେଟ୍ରେ ହବ ମୋ ବାହାଘର ସେଇ ଡେଟ୍ରେ ହବ ବୋଲି। ଦେଖ ଆଜି ମୁଁ ସତ କରି ଦେଖେଇ ଦେଇଛି। ଯା ହଉ ବଢିଆ ହେଇଛି। ତୁମେ ବାହା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। କହୁଛ ୟା ସହିତ କଥା ହବ କହ ତମକୁ ଭଲ ଲାଗୁଛି? କେମିତି ଭଲ ଲାଗିବନି? ଆଜିକାଲିର ପୁରୁଷ ମାନେ ସୁନ୍ଦରୀ ଝିଅ ସହିତ କଥା ହବାକୁ ବହୁତ ପସନ୍ଦ କରନ୍ତି। ମୁଁ ତୋଠାରୁ ଅଧିକ ସୁନ୍ଦରୀ, ତେଣୁ ସେ ମୋ ସହ କଥା ହବାକୁ ବାଧ୍ୟ। ହେଲା ଚୁକେ ବାହାରେ ଡାଲୋ ଯେତେ ଶୀଘ୍ର ବାହାରୁଛ ଏ ଜାଗା ଛାଡ଼ି ଚାଲି ଯା। ଆରେ ଯା ଗୋଟିଏ କଥା ମନେ ରହ, ଆଉ କିଛି ଦିନ ପରେ ଏ ଘରର ବୋଉ ହେବି ମୁଁ, ଆଉ ତୁ ଏ ଘରରୁ ଆଉଟେଇ ଚାଲିଯିବୁ ନା କଣ ମିଷ୍ଟର ଗୌତମ? ତୁ କଣ ଏ ପୃଥିବୀର 33 କୋଟି ଦେବାଦେବୀ ଆସିଲେ ବି ରୂପାଠାରୁ ମତେ କେହି ବି ଅଲଗା କରିପାରିବେନି। ମନେ ରଖ। ତୁ ମତେ ତପड़ ମାରିଲୁ, ମୋର କିଛି ଦୁଃଖ ନାହିଁ, କିନ୍ତୁ ଗୋଟିଏ କଥା ମନେ ରହ, ତମ ଭଉଣୀ ଆମ ଘରେ ବୋଉ ହେଇ ଯାଇଛି। ତମେ ମତେ ଯେତିକି ଅପମାନ ଦେଇଛ ତାର 100 ଗୁଣ କଷ୍ଟ ତମ ଭଉଣୀ ପାଇବା। ତାମାନେ ତୁ ମତେ ବ୍ଲାକମେଲ କରିବାକୁ ଚାହୁଁଛୁ? ନା 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 ନା, ବ୍ଲାକମେଲ ନୁହେଁ, ଏଇଟା ଗୋଟେ ମାଇଣ୍ଡ ଗେମ୍। ଏବେ ବି ସମୟ ଅଛି ଗୌତମ, ଏ ରୂପାକୁ ଡିଭୋର୍ସ ଦେଇ ମତେ ନିଜର କର, ନହେଲେ ତମ ଭାଇ ଭଉଣୀ ଦିଟା ଆଖିରୁ ମୁଁ ନିଦ ହଜେଇ ଦେବି। ହଁ ନିଦ ହଜେଇ ଦେବି। ଆସୁଛି, ଗୁଡ୍ ବାଏ। ଏମିତି କଲ? ଆରେ ତାକୁ ତ ସେ କହି ଚାଲିଗଲା, ସେଥିପାଇଁ ତୁମେ ଏତେ ଡରୁଛ କାହିଁକି? ତମେ ସିନା ତମ କାମ କରିଦେଲ, ଏବେ ମୋ ଅବସ୍ଥା କଣ ହବ? ରୂପା ସେ କହିଦେଲା ବୋଲି ତୁମେ ଏତେ ଡରୁଛ କାହିଁକି? ସେ ଲିସା ନୁହଁ। ଦୁନିଆର କୌଣସି ଶକ୍ତି ଆସିଲେ ବି ତୁମଠାରୁ ମତେ କେହି ବି ଅଲଗା କରିପାରିବେନି। ଏ ଜନ୍ମରେ ତ ମୁଁ କେବଳ ତୁମର। କହୁଛ ରୂପା